ଚଳୁଛୁ କ'ଣ ଏ ଆଣ୍ଠି ପାଣିରେ ତ ଚଳୁଛୁ ଯାଉଛୁ। ଆଉ ରୋଷେଇବାସ କେମିତି କରିବୁ ପାଣି ଆଣ୍ଠିରେ କେଉଁଠି? ଆଉ ଜିନିଷପତ୍ର ଯେଉଁ ଖଟ ଖଣ୍ଡିକ ଥିଲା ଖଟ ଉପରେ ସବୁ ରଖିକିରି ଖଟ ଉପରେ ବସିଛୁ। ଆଉ କୁଆଡ଼େ ଯିବୁ କ'ଣ କରିବୁ? ରୋଷେଇବାସ ନାହିଁ। ଏ ଆଣ୍ଠିଏ ପାଣିରେ କେଉଁଠି କେମିତି ରୋଷେଇ କରିବୁ? ଆଉ କେଉଁଠି ରାନ୍ଧିବୁ ନା ବାଢ଼ିବୁ ନା ଖାଇବୁ ନା କେଉଁଠି ବସିବାକୁ ବି ଜାଗା ନାହିଁ। କ'ଣ ଘରକୁ ଘର ଭିତରେ ପାଣି ପଶିଲା ଛେଦି ରାତି 3ଟା ପର୍ଯ୍ୟନ୍ତ ଏମିତି ଜିନିଷପତ୍ର ଏଠୁ ଟେକାଟେକି କରିକିନି ବସିଛୁ ବର୍ଷା ତ ହେଇ ଚାଲିଛି ଖିଆ ନା ପିଆ ନା ଜିନିଷପତ୍ର କରିବୁ ନା ଯେଉଁ ରୋଷେଇବାସ କରିବୁ କେଉଁଠୁ? ଖାଇବୁ କ'ଣ? କିଛି ତ ନାହିଁ। ଡ୍ରେନ୍ ନାହିଁ। ଆମେ 10 ନମ୍ବର ୱାର୍ଡ଼ ଆମର ନା ଆମ କାଉନସିଲର କେହି ଶୁଣୁଛନ୍ତି ନା ଆମ ଚେୟାରମ୍ୟାନଙ୍କୁ କହିଲେ ଏ ଅଭିଯୋଗଟା 1000 ଥର କରାହେଲାଣି କିନ୍ତୁ ବିଲକୁଲ ଏମିତି ଆଉ କରିବୁ ଆଉ ଥରେ ହେଇଥିଲା ଆମେ ବି ଜଣେଇଥିଲୁ କିନ୍ତୁ କିଛି ତା'ର ପ୍ରତିକାର କିଛି ନାହିଁ। ଆଉ ସାହି ପଡ଼ିଶା ସେମାନେ ଡ୍ରେନ୍ ହେଲେ ସିନା ପାଣିଟା ଯିବ କି କେଉଁଠି କ'ଣ କରିବ ଆଉ କିଛି ତ ନାହିଁ। ଆଉ ଗୋଟେ କ'ଣଟା